ଯାହା କାମ ଦେବେ ସବୁ କରିବି। ହଁ ଶୁଣ, ଏ ଘରେ ବାସନ ମାଜିବୁ, ଲୁଗା ସଫା କରିବୁ, କାଚ ବଜାରରୁ ସଉଦା କିଣିବୁ, ଗୁଡ଼ ଘଷି ଦେବୁ। ଏସବୁ କାମ ପାରିବୁ ତ? ସବୁ କାମ କରିବି। ଖାଲି ପେଟକୁ ଗୋଟେ ଦାନ ଆଉ ଟିକେ ମୁଣ୍ଡ ବୁଝିବା ପାଇଁ ବାସ, ତା ଛଡା ମୋର କିଛି ଦରକାର ନାହିଁ। ତାହେଲେ କହ, ତୁ କେତେ ଦରମା ନବୁ କହିଲୁ? ଦରମା ଆବଶ୍ୟକ ନାହିଁ ମା, ତା ଛଡା ଏ ଦରମା ଟଙ୍କା ନେଇ ମୁଁ କଣ ବା କରିବି? କାହିଁ ତୋ ଘରେ କଣ ତୋର କେହି କିଛି ନାହାନ୍ତି କି? ସମସ୍ତେ ଥିଲେ ମା, ହଠାତ୍ ଦିନେ ଅଦିନ ଝଡ଼ଟା ଆସି ସେମାନଙ୍କୁ ମୋ ପାଖରୁ ଦୂରେଇ ଦେଲେ। ହଁ ଶୁଣ, ତୋର ସେ ପରିବାର କାହାଣୀ ଶୁଣିବା ମୋର ଆଦୌ ଦରକାର ନାହିଁ। ତୁ ଏଇଠି ଠିଆ ହେଇଥା, ଏ ଘରର ମୁଣ୍ଡି ସାଧାରିକି ମୁଁ ତୋ ପାଖକୁ ପଠେଇ ଦଉଛି। କିଏ ମା? ସିଏ ହଉଛନ୍ତି ମୋ ଶାଶୁ ମହାଶୟ। ତାଙ୍କ ବିନା ଅନୁମତିରେ ଏ ଘର ପବନ ବି ହଲଚଲ ହେଇପାରେନି। ହଉ ମା, ମୁଁ ଏଇଠି ଅପେକ୍ଷା କରିଛି। ଯାହା ହଉ ଏତେ ଦିନ ପରେ ଆଶ୍ରୟ ଟିକେ ମିଳିଗଲା। ମୋର କଣ ହବ? ପେଟକୁ ଗୋଟେ ଧାନ ଆଉ ମୁଣ୍ଡ ବୁଝିବା ପାଇଁ ଟିକେ ଆଶ୍ରୟ। ପାରିବି ମା, ସବୁ କାମ। ଏତେଦିନ ପର୍ଯ୍ୟନ୍ତ ତମେ କୋଉଠି ଥିଲ? ରାତିର ଅନ୍ଧାରରେ ଲୁଚି ଲୁଚି ବୁଲୁଥିଲି। କୋଉଠି ଥିଲ ତମେ? କାହିଁକି ବୁଲୁଥିଲ? ମୁଁ ଯୋଉ ମାଲିକର ଟ୍ରକ୍ ଚଲାଉଥିଲି, ମୁଁ ଜାଣିନଥିଲି ସେଇ ଟ୍ରକରେ ଚନ୍ଦନ କାଠ ଆଉ ପ୍ରାଣସୁକା କାରବାର ହୁଏ ବୋଲି। ଯେତେବେଳେ ଜାଣିପାରିଲି, ଟ୍ରକଟିକୁ ସିଧା ଥାନାରେ ପୁରେଇ ଦେଲି। ଆଉ ମୁଁ ଜାଣିନଥିଲି ସେ ଥାନା ବାବୁଟା ମୋ ମାଲିକର ଗୋଲାମ ବୋଲି। ମାଲିକ ଜାଣିପାରି ଲୋକ ଲଗେଇ ଥାନା ଭିତରେ ଗୁରୁ ଗାଈ ଭଳିଆ ମତେ ପିଟିଲେ। ସେଠୁ ଜୀବନ ଭିତରେ ଦୌଡ଼ି ଆସିବା ବେଳକୁ ଲୋକମାନେ ମୋ ଉପରେ ଟ୍ରକ୍ ଚଢେଇ ଦେଲେ। ଆଉ ଟ୍ରକ୍ ଧକ୍କା ପରେ ମୁଁ ଝରଣାକୁ ଖସି ପଡିଲି। ସେଠି ଆଦିବାସୀ ଲୋକମାନେ ମତେ ପୁନର୍ଜନ୍ମ ଦେଲେ। ଦୀର୍ଘ 22 ବର୍ଷ ପରେ ମୁଁ ମୋ ସ୍ମୃତି ଶକ୍ତି ଫେରି ପାଇଲି। ସେଇ ଦିନଠୁ ତମକୁ ଖୋଜୁଛି। ଆଉ ତମେ କଣ ଭାବୁଥିଲ ମୁଁ ଦ୍ୱିତୀୟ ବିବାହ କରିସାରିଛି ବୋଲି? କିନ୍ତୁ ନା, ତମେ ଯୋଉ ଦୁଇଟି ସନ୍ତାନ ମୋ ପାଖରେ ଛାଡି ଯାଇଥିଲ, ସେଇମାନଙ୍କ ମୁହଁକୁ ଯାଇ ମୁଁ ବଞ୍ଚି ରହିଛି। ସମସ୍ତେ କହିଲେ ତମେ ମରିଯାଇଛ ବୋଲି, କିନ୍ତୁ